ଭାରତ ମୃତ କିମ୍ବା ଗତିଶୀଳ ଅର୍ଥନୀତି। ଟ୍ରମ୍ପଙ୍କ ବୟାନ ପରେ ଭାରତ ବିଷୟରେ ନୂଆ ବିତର୍କ। ଆମେରିକୀୟ ବିଶେଷଜ୍ଞମାନେ ନିଜ ଦାବି ଉପସ୍ଥାପନ କରୁଛନ୍ତି। ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓରେ ଦେଖିବା ଭାରତ ମୃତ କିମ୍ବା ଗତିଶୀଳ ଅର୍ଥନୀତି। କ'ଣ କହୁଛନ୍ତି ଆମେରିକୀୟ ବିଶେଷଜ୍ଞ? ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଏକ ମୃତ ଅର୍ଥନୀତି ବୋଲି କହିବା ପରେ ଆନ୍ତର୍ଜାତୀୟ ଅର୍ଥନୀତି ବିଶେଷଜ୍ଞ ଏବଂ ଗଣମାଧ୍ୟମ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଶେଷ କରି ଯେତେବେଳେ ଭାରତ ନିଜକୁ ବିଶ୍ୱର ଦ୍ରୁତତମ ବୃଦ୍ଧି ପାଉଥିବା ବୃହତ୍ ଅର୍ଥନୀତି ଭାବରେ ପ୍ରତିଷ୍ଠିତ କରୁଛି। ଟ୍ରମ୍ପଙ୍କର ଏହି ରାଜନୈତିକ ବୟାନ ପଛରେ ଆମେରିକାର ଘରୋଇ ନିର୍ବାଚନ ରାଜନୀତି ମଧ୍ୟ ଦେଖାଯାଉଛି, କିନ୍ତୁ ଏହା ବିଶ୍ୱ ଅର୍ଥନୀତି ଓ ଗଣମାଧ୍ୟମର ଦୃଷ୍ଟି ଭାରତରେ ଅର୍ଥନୀତି ବାସ୍ତବତା ଆଡ଼କୁ ଆକର୍ଷିତ କରୁଛି। ଆମେରିକାର ପ୍ରମୁଖ ଅର୍ଥନୈତିକ ଥିଙ୍କ ଟ୍ୟାଙ୍କ ଆମେରିକାର ଏଣ୍ଟରପ୍ରାଇଜ ଇନଷ୍ଟିଚ୍ୟୁଟର ବରିଷ୍ଠ ଫେଲୋ ଡେରେକ୍ ସିଜର୍ସ କହିଛନ୍ତି, ଭାରତରେ ନିଶ୍ଚିତ ଭାବରେ ସାର୍ବଜନିକ ସମସ୍ୟା ରହିଛି, କିନ୍ତୁ ଏହାକୁ ଏକ ମୃତ ଅର୍ଥନୀତି ବୋଲି କହିବା କେବଳ ତଥ୍ୟଗତ ଭାବେ ଭୁଲ ନୁହେଁ, ବରଂ ଏହା ଭାରତ ସହିତ ଆମେରିକାର ରଣନୈତିକ ସହଭାଗିତାକୁ ମଧ୍ୟ ଦୁର୍ବଳ କରେ। ଭାରତର ଡିଜିଟାଲ ଅର୍ଥନୀତି ଏବଂ ସେବା କ୍ଷେତ୍ରର ଉଦୀୟମାନ ଭୂମିକା ବିଶ୍ୱ ପାଇଁ ପ୍ରେରଣାଦାୟକ ମଡେଲ ହୋଇପଡ଼ୁଛି ବୋଲି କହିଛନ୍ତି। ସେହି ସମୟରେ ପିଟରସନ୍ ଇନଷ୍ଟିଚ୍ୟୁଟ୍ ଫର ଇଣ୍ଟରନ୍ୟାସନାଲ ଇକୋନୋମିକ୍ସର ବରିଷ୍ଠ ଅର୍ଥନୀତିଜ୍ଞ ନିକୋଲାସ ଭର୍ନେସ୍ କହିଛନ୍ତି ଯେ ଭାରତ ବିଶ୍ୱର ଦ୍ରୁତତମ ବୃଦ୍ଧି ପାଉଥିବା ବୃହତ୍ ଅର୍ଥନୀତି ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଭାରତ ଟ୍ରମ୍ପଙ୍କ ବୟାନ ଅର୍ଥନୈତିକ ବିଶ୍ଳେଷଣ ନୁହେଁ, ବରଂ ନିର୍ବାଚନୀ ରଣନୀତି ଦ୍ୱାରା ପ୍ରେରିତ। ଆମେରିକାର ଜିଡିପି ବହୁତ, କିନ୍ତୁ ରେକର୍ଡ ପରିମାଣର ଋଣ ମଧ୍ୟ ଅଛି। ଆମେରିକା ଏବେ ବିଶ୍ୱର ସର୍ବବୃହତ୍ ଅର୍ଥନୀତି। ଏହାର ଜିଡିପି 28.8 ଟ୍ରିଲିୟନ ଡଲାର ଏବଂ ପ୍ରତି ମୁଣ୍ଡ ପିଛା ଆୟ $85,000ରୁ ଅଧିକ, କିନ୍ତୁ ଏହାର ମୋଟ ସରକାରୀ ଋଣ 34.5 ଟ୍ରିଲିୟନ ଡଲାର ଅତିକ୍ରମ କରିଛି, ଯାହା ଏହାର ଜିଡିପିର ପ୍ରାୟ 120%। ଆମେରିକା ବିଶ୍ୱର ସବୁଠାରୁ ବଡ଼ ଋଣୀ ଦେଶ। ଆମେରିକାର ଅର୍ଥନୀତି ଶକ୍ତି ମୁଖ୍ୟତଃ ଡଲାରର ବିଶ୍ୱ ସ୍ଥିତି, ପ୍ରଯୁକ୍ତିବିଦ୍ୟା ପ୍ରାଧାନ୍ୟ ଏବଂ ସେବା କ୍ଷେତ୍ର ଉପରେ ନିର୍ଭର କରେ, କିନ୍ତୁ ଘରୋଇ ଅସମାନତା, ରାଜନୈତିକ ଧ୍ରୁବୀକରଣ ଏବଂ ବିଶାଳ ବଜେଟ୍ ନିଅଣ୍ଟ ଏହାର ସ୍ଥିରତା ଉପରେ ପ୍ରଶ୍ନ ଉଠାଇଥାଏ। ଚୀନ ଉତ୍ପାଦନରେ ଆଗୁଆ ଅଛି, କିନ୍ତୁ ଋଣ ଏବଂ ଜନସଂଖ୍ୟା ସମସ୍ୟା ଗମ୍ଭୀର। ଚୀନର ଜିଡିପି 18.7 ଟ୍ରିଲିୟନ ଡଲାର, କିନ୍ତୁ ଏହାର ମୋଟ ଋଣ ଜିଡିପି 300% ଅତିକ୍ରମ କରିଛି। ବୃଦ୍ଧି ପାଉଥିବା ଋଣ ମଧ୍ୟ ଚୀନ ପାଇଁ ଏକ ବଡ଼ ସମସ୍ୟା ହୋଇପଡ଼ୁଛି। ଯୁବ ବେକାରୀ, ହ୍ରାସ ପାଉଥିବା ଜନସଂଖ୍ୟା ଏବଂ ରିଅଲ ଇଷ୍ଟେଟ ସଂକଟର ଗମ୍ଭୀର ଆର୍ଥିକ ସଂକେତ ଦେଉଛି। ଯଦିଓ ଚୀନ ଏବେ ବି ବିଶ୍ୱର ଉତ୍ପାଦନ କେନ୍ଦ୍ର ଭାବରେ ରହିଛି, ଏହାର ଅଭିବୃଦ୍ଧି ହାର ଧୀରେ ଧୀରେ ଭାରତ ଠାରୁ ପଛରେ ପଡ଼ିଯାଉଛି। ଭାରତ ଅଭିବୃଦ୍ଧି ହାରରେ ଶୀର୍ଷରେ ଅଛି, କିନ୍ତୁ ମୌଳିକ ଚ୍ୟାଲେଞ୍ଜ ଗୁଡ଼ିକ ରହିଛି। ଭାରତର ବର୍ତ୍ତମାନ ଜିଡିପି 4.2 ଟ୍ରିଲିୟନ ଡଲାର, ଜନସଂଖ୍ୟା 142 କୋଟି ଅତିକ୍ରମ କରିବା ସତ୍ତ୍ୱେ ଅଭିବୃଦ୍ଧି ହାର 6.8%, ଯାହା ବିଶ୍ୱର ପ୍ରମୁଖ ଅର୍ଥନୀତି ମଧ୍ୟରେ ସବୁଠାରୁ ଦ୍ରୁତ ବୋଲି କୁହାଯାଉଛି। ମୋଟ ସରକାରୀ ଋଣ ପ୍ରାୟ 2 ଟ୍ରିଲିୟନ ଡଲାର, ଯାହା ଏହାର ଜିଡିପିର 80%। ଭାରତର ମୁଣ୍ଡ ପିଛା ଆୟ ପ୍ରାୟ $2900, ଯାହା ଏପର୍ଯ୍ୟନ୍ତ ଅନେକ ବିକଶିତ ଦେଶ ତୁଳନାରେ କମ୍, କିନ୍ତୁ ଯୁବ ଜନସଂଖ୍ୟା, ଡିଜିଟାଲ ଭିତ୍ତିଭୂମି ଓ ବିଶ୍ୱ ବାଣିଜ୍ୟରେ ବର୍ଦ୍ଧିତ ଭୂମିକା ଏହାର ପ୍ରକୃତ ଶକ୍ତି ପାଲଟିଛି। ଅର୍ଥନୀତିଜ୍ଞ କହିଛନ୍ତି ଯେ ଭାରତ ନୂତନ ଦିଗ ସୃଷ୍ଟି କରୁଛି। ନୋବେଲ ପୁରସ୍କାର ପ୍ରାପ୍ତ ଅର୍ଥନୀତିଜ୍ଞ ପଲ୍ କ୍ରୁଗମ୍ୟାନ୍ କହିଛନ୍ତି ଯେ ଭାରତର ଅର୍ଥନୀତି ଏକ ଦଶନ୍ଧି ମଧ୍ୟରେ ଗତି ବୃଦ୍ଧି ପାଇଛି। ଜନସଂଖ୍ୟାଗତ ଲାଭାଂଶ, ଟେକ୍ଅଫ୍, ଷ୍ଟାର୍ଟଅପ୍ ଏବଂ ବିଶ୍ୱର ନିବେଶ ଏହାର ମେରୁଦଣ୍ଡ। ଭାରତ ଡିଜିଟାଲ ଅର୍ଥନୀତିରେ ନୂତନ ଦିଗ ସୃଷ୍ଟି କରୁଛି। ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ କହିଛନ୍ତି ଯେ ଟ୍ରମ୍ପଙ୍କ ମନ୍ତବ୍ୟ ଅର୍ଥନୈତିକ ତଥ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଭ୍ରାମାତ୍ମକ। ଭାରତ ଶ୍ରମ ବଜାର ଜଟିଳତା ଏବଂ ଆୟ ଅସମାନତା ଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି, କିନ୍ତୁ ଏହାକୁ ଏକ ମୃତ ଅର୍ଥନୀତି ବୋଲି କହିବା ଏହାର ଉଚ୍ଚ ଅଭିବୃଦ୍ଧି ହାର, ଦୃଢ଼ ଡିଜିଟାଲାଇଜେସନ ଏବଂ ବିଶ୍ୱ ନିବେଶକ ବୃଦ୍ଧି ପାଉଥିବା ଆଗ୍ରହକୁ ସମ୍ପୂର୍ଣ୍ଣ ଅଣଦେଖା କରେ।
ଭାରତର ଅର୍ଥନୀତି ଏକ ଗତିଶୀଳ ପରିବର୍ତ୍ତନ ପର୍ଯ୍ୟାୟରେ ଅଛି, ଯେଉଁଠାରେ ଏହା ପୁରୁଣା ସଂସ୍ଥାଗତ ଗଠନକୁ ପଛରେ ପକାଇ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ଏକ ନୂତନ ଭିତ୍ତିଭୂମି ନିର୍ମାଣ କରୁଛି। ଦର୍ଶକ ବନ୍ଧୁ, ଆପଣଙ୍କର ଏ ସମ୍ପର୍କରେ ମତ କ'ଣ ଆମକୁ କମେଣ୍ଟ କରନ୍ତୁ। ଆଉ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ।